ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା। 6ଟି ରାଜ୍ୟର 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ। ଲୋକସଭାରେ ଆଜି ରେଳ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ହେବ ଆଲୋଚନା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 10 ଜଣ ରୋଗୀଙ୍କ ମୃତ୍ୟୁ। ତୈଳ ଦର ହ୍ରାସ କରିବା ଲାଗି ବହୁ ପରିମାଣର ତୈଳ ମୁକ୍ତ କରିବେ ଆନ୍ତର୍ଜାତିକ ଶକ୍ତି ସଂଗଠନର ସଦସ୍ୟ ଦେଶ ଏବଂ ଯୁଦ୍ଧତ୍ରସ୍ତ ଦେଶଗୁଡ଼ିକରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ଲାଗି ଆଜି ଉଡ଼ାଣ କରିବ 48ଟି ବିମାନ। ଭାରତୀୟ ନିର୍ବାଚନ ଆୟୋଗ ଆସାମ, କେରଳମ୍, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସାମ, କେରଳମ୍, ପୁଡୁଚେରୀ ଏବଂ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପଶ୍ଚିମବଙ୍ଗରେ 2ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଏପ୍ରିଲ 9ରେ ଏବଂ ତାମିଲନାଡୁରେ ଏପ୍ରିଲ 23ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ଏପ୍ରିଲ 23 ଏବଂ 29 ତାରିଖରେ 2ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ସେଠାରେ ପ୍ରଥମ ପର୍ଯ୍ୟାୟ 152ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 142ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। 4ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଭୋଟ ଗଣତି ମେ 4 ତାରିଖରେ ଅନୁଷ୍ଠିତ ହେବ। ଆସାମ, କେରଳମ୍ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଚଳିତ ମାସ 30 ତାରିଖରେ ବିଜ୍ଞପ୍ତି ଜାରି କରାଯିବ। ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା ଏପ୍ରିଲ 2ରେ ବିଜ୍ଞପ୍ତି ଜାରି କରାଯିବ। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି, ନିର୍ବାଚନ ସୂଚୀ ଘୋଷଣା ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି। ସେ କହିଛନ୍ତି, 824 ନିର୍ବାଚନ ମଣ୍ଡଳୀ ରହିଥିବା 5ଟି ବିଧାନସଭା ନିର୍ବାଚନରେ 17 କୋଟିରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବେ। ଏଥିରେ ପଶ୍ଚିମବଙ୍ଗରେ 6 କୋଟିରୁ ଅଧିକ, ତାମିଲନାଡୁରେ ପ୍ରାୟ 6 କୋଟି, କେରଳରେ ପ୍ରାୟ 3 କୋଟି, ଆସାମରେ 2 କୋଟିରୁ ଅଧିକ ଏବଂ ପୁଡୁଚେରୀରେ 9 ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ସୂଚନା ଅନୁଯାୟୀ ପ୍ରାୟ 2 ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯିବାକୁ ଥିବାବେଳେ 25 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜନ କରାଯିବ। ଶ୍ରୀ କୁମାର କହିଛନ୍ତି, ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ 1200 ଭୋଟର ରହିବେ ଏବଂ 24 ଘଣ୍ଟିଆ ତଦାରଖ ପାଇଁ 100% ୱେବକାଷ୍ଟିଂ କରାଯିବ। ଶ୍ରୀ କୁମାର କହିଛନ୍ତି, ପଶ୍ଚିମବଙ୍ଗର 294 ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 7ରେ, ଆସାମର 126 ସଦସ୍ୟ ବିଶିଷ୍ଟ ବିଧାନସଭା ମେ 20ରେ ଏବଂ କେରଳର 140 ସଦସ୍ୟ ବିଶିଷ୍ଟ ବିଧାନସଭା କାର୍ଯ୍ୟକାଳ ମେ 23ରେ ଶେଷ ହେଉଛି। ସେହିପରି ତାମିଲନାଡୁର 234 ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ 10 ଏବଂ ପୁଡୁଚେରୀର 30 ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଜୁନ 15ରେ ଶେଷ ହେବ। ନିର୍ବାଚନ କମିଶନ 6ଟି ରାଜ୍ୟରେ 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିଛନ୍ତି। ସେହି ବିଧାନସଭା କ୍ଷେତ୍ରଗୁଡ଼ିକ ହେଉଛି ଗୋଆର ପୋଣ୍ଡା, ଗୁଜରାଟର ଉମରେଥ, କର୍ଣ୍ଣାଟକର ବାଗଲକୋଟ ଏବଂ ଦାଭାନଗେର ଦକ୍ଷିଣ, ମହାରାଷ୍ଟ୍ରର ରାହୁରି ଏବଂ ବାରାମତୀ, ନାଗାଲାଣ୍ଡର କୋରିଡାଙ୍ଗ ଏବଂ ତ୍ରିପୁରାର ଧର୍ମନଗର ଆସନ। ଉପନିର୍ବାଚନ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି କରାଯିବ ଏବଂ ଆସନ୍ତା ଏପ୍ରିଲ 9 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଗୁଜରାଟ ଏବଂ ମହାରାଷ୍ଟ୍ରରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଚଳିତ ମାସ 30 ତାରିଖରେ ପ୍ରକାଶ ପାଇବା ସହ ଏପ୍ରିଲ 23ରେ ମତଦାନ ହେବ। ଭୋଟ ଗଣତି ମେ 4 ତାରିଖରେ କରାଯିବ। ଲୋକସଭାରେ ଆଜି ରେଳ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ଆଲୋଚନା ଏବଂ ଭୋଟିଂ କରାଯିବ। ଏହା ବ୍ୟତୀତ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ରାଜ୍ୟସଭାରେ ଆଜି ବ୍ୟୟ ମଞ୍ଜୁରୀ ବିଲ୍ 2026 ସମ୍ପର୍କରେ ଆଲୋଚନା ହେବ। ଏହି ବିଲ୍ 2025-26 ଆର୍ଥିକ ବର୍ଷ ପାଇଁ ଭାରତର ସମନ୍ୱିତ ପାଣ୍ଠିରୁ ଏବଂ ସେଥିରୁ କିଛି ଅଧିକ ପରିମାଣର ଦେୟ ଓ ବ୍ୟୟକୁ ଅନୁମୋଦନ କରିବାର କାର୍ଯ୍ୟସୂଚୀ ରହିଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ICU ୟୁନିଟ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ 10 ଜଣ ରୋଗୀଙ୍କର ପ୍ରାଣହାନି ଘଟିଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। కాంబేడ్ నా పేరు నీతు మీకు నా अपील की नत बात आलित के कांबेड शुक्र शीला नुक्कुल संगे मंदन और सभी कांबेड वासी सिलेंडर के नल मानता बार की एत की कांबेड इद नड़मा देवजी संग्राम दाल वासवेंड सिलेंडर हत्तोरू आलकेने कांबेड विकास दान संगे 15 शिवाजी संगे 15 वासी सिलेंडर हत्तोरू आलकेने इद नड़मा మన సునీలు జమున మనీష్ రజనీ వాసి సిలిండర్ రాసి నావ సంగేనే మంతూరు ఇంజ పుల్బంతే మంతాను అదన్ మైదానే మీరు ఇది నడమ మీరు वास मंजी 31 मार्च नड़माने वासी सिलेंडर की नल मानता ताने पेर के सरकार सिलेंडर की वो अदन मैदान मीकिन ततने मैदान के ना इंतजार ते मनतानु ना फोन नंबर ये मनतान फोन नंबर किसो बाई किरू 7815070531 ఇది ఫోన్ నంబర్ తే किसो बाई के मेवनी। ଅନ୍ତର୍ଜାତୀୟ ଶକ୍ତି ସଂଗଠନର ସୂଚନା ଅନୁଯାୟୀ ତୈଳ ଦର ହ୍ରାସ କରିବା ଲାଗି ଏହାର ସଦସ୍ୟ ଦେଶଗୁଡ଼ିକ ଜରୁରୀକାଳୀନ ଭଣ୍ଡାରରୁ ବହୁ ପରିମାଣର ତୈଳମୁକ୍ତ କରିବେ। ଏକ ବିବୃତ୍ତି ଅନୁଯାୟୀ ଏସିଆ ଏବଂ ଓସେନିଆର ଦେଶଗୁଡ଼ିକ ତୁରନ୍ତ ତୈଳମୁକ୍ତ କରିବା ଆରମ୍ଭ କରିବେ। ଅନ୍ୟପକ୍ଷରେ ୟୁରୋପ ଏବଂ ଆମେରିକାର ତୈଳ ଭଣ୍ଡାରଗୁଡ଼ିକରୁ ଚଳିତ ମାସ ଶେଷ ସୁଦ୍ଧା ତୈଳମୁକ୍ତ କରାଯିବ। ଘୋଷଣା ଅନୁଯାୟୀ ଏହି ସମୟ ମଧ୍ୟରେ ପ୍ରାୟ 400 ନିୟୁତ ବ୍ୟାରେଲ ତେଲ ମୁକ୍ତ କରାଯିବ, ଯାହା 2022ରେ ରୁଷ ୟୁକ୍ରେନ ଆକ୍ରମଣ ପରେ ମୁକ୍ତ ହୋଇଥିବା 182.7 ନିୟୁତ ବ୍ୟାରେଲ ତୁଳନାରେ 2 ଗୁଣ ଅଧିକ। ସଦସ୍ୟ ଦେଶଗୁଡ଼ିକ ସରକାର, ଶିଳ୍ପ ଏବଂ ଅନ୍ୟାନ୍ୟ ଭଣ୍ଡାରରୁ ପ୍ରାୟ 412 ନିୟୁତ ବ୍ୟାରେଲ ତୈଳ ମୁକ୍ତ କରିବାକୁ ଥିବାବେଳେ ସେଥିମଧ୍ୟରୁ ପ୍ରାୟ 72% ଅଶୋଧିତ ତୈଳ ରହିଛି। ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟ୍ କହିଛନ୍ତି, ଇରାନ ସହିତ ସଂଘର୍ଷ ଆଗାମୀ କିଛି ସପ୍ତାହ ମଧ୍ୟରେ ଶେଷ ହୋଇପାରେ। ତାହା ହେଲେ ବିଶ୍ୱ ତୈଳ ଯୋଗାଣ ପୁନରୁଦ୍ଧାର ହେବା ସହ ଇନ୍ଧନ ମୂଲ୍ୟ ହ୍ରାସ ପାଇବ। ଦୋହାରେ ଥିବା ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପାଇଁ କତାର ଏୟାରୱେଜର 3ଟି ବିମାନ ଭାରତକୁ ଉଡ଼ାଣ କରିବ। ସମ୍ପୃକ୍ତ ବିମାନଗୁଡ଼ିକ କତାରରୁ ନୂଆଦିଲ୍ଲୀ, ମୁମ୍ବାଇ ଏବଂ କୋଚିକୁ ଉଡ଼ାଣ କରିବ ବୋଲି ଜଣାପଡ଼ିଛି। ଯାତ୍ରୀମାନେ ସେହି ବିମାନ କମ୍ପାନୀର ୱେବସାଇଟ୍, ମୋବାଇଲ୍ ଆପ୍ କିମ୍ବା ଟ୍ରାଭେଲ୍ ଏଜେଣ୍ଟଙ୍କ ଜରିଆରେ ଟିକେଟ୍ ବୁକିଂ କରିପାରିବେ। ବୈଧ ଟିକେଟ୍ ନଥିଲେ ବିମାନ ବନ୍ଦରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। କତାର ସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ସେଠାରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଆଜି ସମ୍ପୃକ୍ତ ଅଞ୍ଚଳକୁ ଏବଂ ସେଠାରୁ 48ଟି ବିମାନ ଉଡ଼ାଣ କରିବ। ଭାରତର ପ୍ରମୁଖ ସହରରୁ ଜେଦାକୁ 10ଟି ଓ ମସ୍କୋଟକୁ 12ଟି ବିମାନ ଉଡ଼ାଣ କରିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଦିଲ୍ଲୀ ଓ ମୁମ୍ବାଇ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବେଙ୍ଗାଲୁରୁ, କୋଜିକୋଡ଼ ଏବଂ ମାଙ୍ଗାଲୋରରୁ ବିମାନ ଉଡ଼ାଣ ପରିଚାଳନା କରିବ। ସ୍ପାଇସ୍ ଜେଟ୍ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜେରାହରୁ ଭାରତକୁ ଏବଂ ଦୁବାଇରୁ ପୁଣେକୁ ସ୍ୱତନ୍ତ୍ର ବିମାନ ଉଡ଼ାଣ କରିବ। ଆକାଶବାଣୀର ସମ୍ବାଦ ସେବା ବିଭାଗ ପ୍ରତ୍ୟେକ ସୋମବାର ରାତି 9:30ରୁ 10ଟା ପର୍ଯ୍ୟନ୍ତ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ପ୍ରସାରଣ କରିଥାଏ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ପ୍ରଚାର ହେବାକୁ ଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ଫୋନ୍ ଜରିଆରେ ପ୍ରଶ୍ନ ପଚାରିଥାନ୍ତି। ଆଜି ରାତିରେ ପବ୍ଲିକ୍ ସ୍ପିକ୍ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ବିଶ୍ୱ ଉପଭୋକ୍ତା ଦିବସ ଅବସରରେ ଉପଭୋକ୍ତା ଅଧିକାର ଏବଂ ଦାୟିତ୍ୱ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 01171717233314444 2331048 ଏବଂ 2371717006 ନମ୍ବରକୁ ଡାଏଲ୍ କରି ପ୍ରଶ୍ନ ପଚାରିପାରିବେ। ଶ୍ରୋତା ବନ୍ଧୁମାନେ 9289040444 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ପ୍ରବଳ ଘୂର୍ଣ୍ଣିଝଡ଼ ପ୍ରଭାବରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ କେତେଜଣ ଗୁରୁତର ଆହତ ହୋଇଥିବା ବେଳେ 200ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ପବନ ପ୍ରଭାବରେ ଜିଲ୍ଲାର 12ଟି ଗାଁରେ ଅନେକ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘୂର୍ଣ୍ଣିଝଡ଼ରେ 40 ଜଣ ସାମାନ୍ୟ ଆହତ ହୋଇଥିବା ବେଳେ କରଞ୍ଜିଆ ବ୍ଲକ ଅନ୍ତର୍ଗତ କିଆ ଏବଂ କାଙ୍କଡ଼ା ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା। 6ଟି ରାଜ୍ୟର 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ।
ଲୋକସଭାରେ ଆଜି ରେଳ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଅନୁଦାନ ଦାବି ଉପରେ ହେବ ଆଲୋଚନା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 10 ଜଣ ରୋଗୀଙ୍କ ମୃତ୍ୟୁ। ତୈଳ ଦର ହ୍ରାସ କରିବା ଲାଗି ବହୁ ପରିମାଣର ତୈଳ ମୁକ୍ତ କରିବେ ଆନ୍ତର୍ଜାତିକ ଶକ୍ତି ସଂଗଠନର ସଦସ୍ୟ ଦେଶ ଏବଂ ଯୁଦ୍ଧତ୍ରସ୍ତ ଦେଶଗୁଡ଼ିକରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ଲାଗି ଆଜି ଉଡ଼ାଣ କରିବ 48ଟି ବିମାନ। ସମ୍ବାଦ ଶେଷ ହେଲା।